ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଆସିଗଲା ବଡ଼ ଖବର। ରାଜ୍ୟରେ ଲାଗି ରହିବ ଆହୁରି 24 ଘଣ୍ଟା ବର୍ଷା। ମାର୍ଚ୍ଚ 22ରୁ ବଢ଼ିପାରେ ତାପମାତ୍ରା। ଦର୍ଶକ ବନ୍ଧୁ, ନିମ୍ନଚାପ ଓ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହିଭଳି ପୂର୍ବାନୁମାନ କରାଯାଇଛି। ଗତକାଲିଠାରୁ ଉତ୍ତର ଓଡ଼ିଶା ସମେତ ଅଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ବିଳମ୍ବିତ ରାତିରେ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ଲାଗି ରହିଛି। ଯାଜପୁରରେ 52.2 ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଢେଙ୍କାନାଳରେ 21 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ମଧ୍ୟ ଭାଗରେ ଥିବା ଜିଲ୍ଲାଗୁଡ଼ିକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନୁମାନ କରାଯାଉଛି ଘଣ୍ଟା ପ୍ରତି ପବନ ବେଗ 40ରୁ 50 କିମି ରହିବ। ସର୍ବାଧିକ 55 କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି। ଆସନ୍ତାକାଲି ବୁଧବାର ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶା ଜିଲ୍ଲା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। 5 ଡିଗ୍ରୀ ତାପମାତ୍ରା ଖସିବା ନେଇ ପାଣିପାଗ ବିଜ୍ଞାନ ଅନୁମାନ କରିଛି। 22 ତାରିଖ ଠାରୁ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହିଭଳି ପ୍ରଭାବ 3 ଦିନ ରହିବ। ତାପରେ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି। ତାପରେ 22ରୁ 28 ତାରିଖ ପରେ କିଛି ଜିଲ୍ଲାରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲା ଭିତରେ ବୌଦ୍ଧ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ପରି ଜିଲ୍ଲାଗୁଡ଼ିକରେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଭାରୀ ବର୍ଷା ପାଇଁ ମୁଖ୍ୟତଃ ଢେଙ୍କାନାଳ, ଗଞ୍ଜାମ, କଟକ, ନୟାଗଡ଼ ଏବଂ ସବୁ ଜିଲ୍ଲା ପ୍ରଭାବିତ ହେବ। ଯେହେତୁ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି, ତେଣୁ ରବି ଫସଲ ଓ ପରିବା କ୍ଷତି ହେବାର ଆଶଙ୍କା କରାଯାଇଛି। ଚାଷୀ ଭାଇମାନେ ଫସଲ ଓ ପରିବାର ସୁରକ୍ଷା ପାଇଁ ଜାଲି ବ୍ୟବହାର କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରିପୋର୍ଟ ସତ ଖବର।